ଜୀବନର କୌଣସି ସମ୍ପର୍କ ଆପେ ଆପେ ଭାଙ୍ଗି ନଥାଏ। ପ୍ରକୃତରେ ସ୍ୱାର୍ଥପରତା, ମିଛ ଏବଂ ଅଣଦେଖା ହିଁ ସମ୍ପର୍କକୁ ଭାଙ୍ଗି ଚୁରମାର କରିଦିଏ। ବନ୍ଧୁ, ଏ ଦୁନିଆରେ ଗୋଟିଏ ଭଲ ସମ୍ପର୍କଠାରୁ ବଡ଼ କିଛି ନାହିଁ। ତେଣୁ ମଣିଷକୁ ଭଲ ପାଅ, କିନ୍ତୁ ତାର ପଇସାକୁ ନୁହେଁ। ରାଗିବ ଯଦି ତା କଥାକୁ ରାଗ, କିନ୍ତୁ ତା ଉପରେ ନୁହେଁ। ଭୁଲିବ ଯଦି ତା ଭୁଲକୁ ଭୁଲିଯାଅ, କିନ୍ତୁ ତାକୁ ନୁହେଁ। ମନେ ରଖ, କେବେ ବି ସାମାନ୍ୟ କଥାକୁ ନେଇ ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଯଦି ଅତ୍ୟଧିକ କାହା ଉପରେ ରାଗ ଆସେ, ତାହେଲେ ଚିନ୍ତା କର ଯେ ତାର କେଉଁ ଗୁଣ ପାଇଁ ତୁମର ତା ସହିତ ଦିନେ ସମ୍ପର୍କ ଗଢ଼ି ଉଠିଥିଲା। ବନ୍ଧୁ, ସମ୍ପର୍କ ଭାଙ୍ଗିବାକୁ ଗୋଟିଏ ମୁହୂର୍ତ୍ତ ବି ସମୟ ଲାଗିନଥାଏ। ମାତ୍ର ସମ୍ପର୍କଟିଏ ଯୋଡ଼ିବାକୁ ବର୍ଷ ବର୍ଷ ସମୟ ଲାଗିଥାଏ। ଯେ ପର୍ଯ୍ୟନ୍ତ ଜଣେ କହୁଥିବ ଆଉ ଜଣେ ସହୁଥିବ, ସେ ପର୍ଯ୍ୟନ୍ତ ସବୁ ଠିକ୍ ଥିବ। କିନ୍ତୁ ଯେତେବେଳେ ସହିବା ଲୋକଟି କହିବା ଆରମ୍ଭ କରେ, ଯେତେ ପୁରୁଣା ସମ୍ପର୍କ ହେଇଥାଉ ନା କାହିଁକି, ସମ୍ପର୍କ ଭିତରେ ଫାଟ ସୃଷ୍ଟି ହୋଇଥାଏ। ଦାନା ଖାଇ ଉଡ଼ି ଯାଉଥିବା ପକ୍ଷୀକୁ ସମସ୍ତେ ଭଲ ପାଆନ୍ତି, କିନ୍ତୁ ଅଇଁଠା ଖାଇ ଘର ଜଗୁଥିବା କୁକୁରକୁ ଘୃଣା କରିଥାନ୍ତି। ଠିକ୍ ସେମିତି ମିଠା କଥା କହି ମନ୍ଦ ପାଞ୍ଚୁଥିବା ଲୋକକୁ ସମସ୍ତେ ଭଲ ପାଆନ୍ତି, ହେଲେ ସତ କହି ହିତ ପାଞ୍ଚୁଥିବା ଲୋକଙ୍କୁ ସମସ୍ତେ ଘୃଣା କରିଥାନ୍ତି। ଜୟ ଜଗନ୍ନାଥ ବନ୍ଧୁ। ଯଦି ଭିଡ଼ିଓଟି ଭଲ ଲାଗେ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ।